जगन्नाथ जय अच्युतानंद महाराज की जय हो। पंच प्रकार ये बहुत बड़ा कथा ये पंच प्रकार बड़ा कथा अच्युतानंद महाराज नमन वंदन है। ମୁଁ ଜଗନ୍ନାଥ ମନ୍ଦିରରୁ ଆସିଥିଲି। ମୁଁ ଶୁଣିଲି ଯେତେବେଳେ ଆଜି ଅଷ୍ଟପ୍ରହରୀ ମହାଯଜ୍ଞ ଆରମ୍ଭ ଚାଲିଛି, ତେଣୁ ମୋତେ ବହୁତ ଆନନ୍ଦ ଲାଗିଲା ଆସିକି। ଆଉ ଦେଖିଲି ଯେତେବେଳେ ମହାପ୍ରଭୁଙ୍କ ବହୁତ ଦିବ୍ୟ ସ୍ୱରୂପ ଆଉ ସୁନ୍ଦର ସୁସଜ୍ଜିତ କ୍ଷେତ୍ର ଆନନ୍ଦ ବହୁତ ଆନନ୍ଦରେ ଚାଲିଛି ଜୋରସୋରରେ କୀର୍ତ୍ତନ ଭଗବାନଙ୍କର। ଆଉ ଜଗନ୍ନାଥ ଭଗବାନ ବି ଉଠିକି ଆସନ୍ତି ଆବିର୍ଭାବ ତାଙ୍କର ବି ଏଠି ହୁଏ। ଆଉ ବହୁତ ବଢ଼ିଆ ओम महाब्रह्मं निर्विकल्पं पूर्णानंदमय हरिः सर्वघट अच्युत कक्ष्यपादे अच्युतं गणनाथं साक्षात् विष्णु स्वरूपकं कलियुग विहरं च कलिकल्मषनाशनं मूर्ति चिन्मय नायक ମୋ ଘର ଶାଳାମଣ୍ଡଳ ଏବଂ ଶାଳାମଣ୍ଡଳ ଗହମଣ୍ଡଳ ମୁଁ ସଦସ୍ୟ ଅଟେ। ଏବଂ ଆଜନ୍ମରୁ ବା ହେତୁ ହେଲା ଠାରୁ ଆମେମାନେ ମହାପୁରୁଷ ଅଚ୍ୟୁତଙ୍କର ଶରଣାଗାମୀ ଭକ୍ତ ଅଛୁ ଏବଂ ପ୍ରତି ଉତ୍ସବରେ ଆମେମାନେ ଆସି ଯୋଗ ଦେଉ। ଏବଂ ମହାପୁରୁଷ ଅଚ୍ୟୁତ ଯେ ହେଉଛନ୍ତି ପଞ୍ଚଶୀଳମାନଙ୍କ ମଧ୍ୟରୁ ଅନ୍ୟତମ, କିନ୍ତୁ ଆମେମାନେ ବ୍ୟାୟାମରେ ବନ୍ଧା ମଣିଷ ବିଶ୍ୱ ଲୌକିକ ପଦାର୍ଥ ମଧ୍ୟରେ ଭାବବାନ ହୋଇ ଆଜି ପଥଗ୍ରସ୍ତ ଦିଗଭ୍ରଷ୍ଟ ହୋଇଯାଇଛି। ମହାପୁରୁଷ ଅଚ୍ୟୁତ ଏବଂ ପଞ୍ଚସଖା ଯୁଗେ ଯୁଗେ ଆସିଛନ୍ତି। अच्युत बोलेना कली जुग नाम सुदाम सखा अटंती प्रभु श्री अंग प्रतिरु जन्म सुनतु बारंग चेती मुखुज चोबंत पदरु अनंत दक्ष बल राम राधांक हास्यरु जगन्नाथ दास कहली गोतम राम। पंचसखा जुगे जुगे आसिଛନ୍ତି जगन्नाथ आसुଛନ୍ତି लीलाखा करने। जगन्नाथ जे होती आमर इष्ट देवता आराध्य देवता जे पृथ्वी नाथ बा विश्वर नाथ होती जगतर नाथ श्री जगन्नाथ। जगन्नाथ अंशकला नहीं महापुरुष मैंने आसिଛନ୍ତି आंभ मान दिग्दर्शन देवाई, किंतु आंभे मैंने घोर कईर अंधकार द्वारा कबलित विश्ववासी से कथा को भ्रूक्षेप करना माया मोरे बंधा मनुष्य तुच्छ लौकिक पदार्थ मध्य भाववान हो पथभ्रष्ट और दिगभ्रष्ट हो जाए। दिगभ्रष्ट मनुष्य को सुमार्ग परिचालित करने महापुरुष पंचसखा मैंने जुगे जुगे आसुच्च महापुरुष अच्युत होती अन्यतम जगन्नाथ अंशकला नहीं आसुच्च। तेणु ओडावासी गर्व और गौरवर विषय जे महापुरुष अच्युत और पंचसखा जगन्नाथ आम मानकर इष्ट देवता। तेणु आमे मैंने से आदरी आज आम इष्टवृत्ति प्रदान करी आमे मैंने से अनुसरण करी पथ को अनुसरण करी आम जीवन चर्चा करवा उचित। ये वक्तव्य जय जगन्नाथ। महापुरुष अच्युतानंद जड़े सेवक पूजक और नाम बांछानिधि पुजारी। श्रद्धा कहवा तो आमर बोकामी है, कारण कई श्रद्धा सहित ये आसुना खाली बुलुंट ठाकुर को उपहासित कराऊँच। आज समाज रे कलुषित दिन को दिन बढ़ी चलुचे। तेणु मोर अनुरोध महापुरुषंकर वाणी अनुसार समस्ते निज शरीर को बचातु, शरीर को रक्षा करंतु। ये जुगर उद्धार होगा सुगति मिलवा महापुरुषों वाक्य को पालन करंतु। महापुरुषंकर आज स्व नक्षत्र दिवस। महापुरुष लिखिंट 10 मास 10 दिन अंतरे जन्म लभिली एमई मंडले। तेणु जदि वर्षक 12 मास हुए बैशाख मासरू आरंभ हुए आउ माघ मासरे शेष हुए तार 10 दिन अंतरे एकादशी तिथि पड़ो। एकादशी तिथि को स्व नक्षत्र दिवस भाव पालन करा जाए। पंच महापुरुष भितर महापुरुष अच्युतानंद होती
ଜଣେ ଦିବ୍ୟ ଦ୍ରଷ୍ଟା। ମୋର ଅତ୍ୟୁକ୍ତି ହେବ ମହାପୁରୁଷ ଅଚ୍ୟୁତାନନ୍ଦ ସ୍ୱୟଂ ଜଗନ୍ନାଥ କହିବା ଠିକ୍ ହେବ। ଏ ମହାପୁରୁଷ ଉପାଧି କହିବା ବି ଭୁଲ, ମହାପ୍ରଭୁ ଉଚ୍ଚାରଣ କରିବା ଉଚିତ। କାରଣ ଆମେ ଯେତିକି ଅଧ୍ୟୟନ କରିଛୁ, ମହାପୁରୁଷ ଯେତେବେଳେ ଚୈତନ୍ୟଙ୍କର ମହାପୁରୁଷଙ୍କର ଅନ୍ତର୍ଦ୍ୱନ୍ଦ୍ୱ ଲାଗିଥିଲା, ସେତେବେଳେ ମହାପୁରୁଷ ମଧ୍ୟ ଦ୍ୱାଦଶ ଭୁଜରେ ନିଜ ରୂପକୁ ସଜେଇଥିଲେ। ସେଥିରେ ଧରିଥିଲେ ପତ୍ରିକା ଛତ୍ରିକା ବେଣୁ ବେତ ବିନୋଦନ ମୁରଲି ସିଂହିକା ଟୋପର ପର ଶଙ୍ଖ ଚକ୍ର ଗଦାପଦ, ଏହିଭଳି ଆୟୁଧମାନ ଧାରଣ କରିଥିଲେ। ତେଣୁ ସେ ନିଜେ ସ୍ୱୟଂ ନିଜକୁ ଜଗନ୍ନାଥ ବୋଲି ପ୍ରମାଣ ନ କରି ଭକ୍ତ ଦାସାନୁଦାସ ପରିଭୃତ୍ୟ ଇତ୍ୟାଦି ପ୍ରମାଣ କରିଛନ୍ତି। ଏହା ଆମକୁ ଲୁଚେଇବା ପାଇଁ କରାଯାଇଥିଲା। ତେଣୁ ଯେତେବେଳେ ଆଧୁନିକ ସମାଜରେ କିଛି କିଛି ଜ୍ଞାନୀ ଲୋକମାନେ ଅଧ୍ୟୟନ କରି ଜାଣିଲେ ଏ ପୀଠକୁ, ସେଥିପାଇଁ ସ୍ୱତଃ ପ୍ରଭୁତ ଭାବରେ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଚାହୁଁଛନ୍ତି। ଏହା ମୋର ଉକ୍ତି। ଓମ୍ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦେ। ଏମନ୍ତ ଯେ କିଛି ଦିନ ଅନ୍ତରରେ ବିଚାର କଲେ ଈଶ୍ୱର, ବ୍ରହ୍ମାଣ୍ଡ ଉତ୍ପତ୍ତି ହୋଇନ ଯେ କ୍ଷିତି ପୂର୍ବେ ଯେମନ୍ତ ପ୍ରକାର। ଇଚ୍ଛା କଲା ମାତ୍ରେ ଜନ୍ମ ଅଦଭୁତେ, ଶୂନ୍ୟରୁ ହୋଇଲା ଶୂନ୍ୟ। ତହିଁରୁ ଶବଦ ଅନାହତ ନାଦ ଶୂନ୍ୟ ପ୍ରକାଶିତ ଜ୍ଞାନ। ରଜଗୁଣ ସତ୍ତ୍ୱ ଜାତ ସେ ହୁଅନ୍ତେ ଜାତ ହୋଇଲା ଆକାର। ପଞ୍ଚମାତ୍ରା ସଙ୍ଗେ ଘେନିକାୟା ଯୋଗେ ବୋଲାଇଲା ଏକାକ୍ଷର। ଆକାର ସଙ୍ଗ ସେ ବୀଜ ସେ ମିଶନ୍ତେ ବୋଲାଇଲା ପଞ୍ଚମାତ୍ରା। ରଜ ବୀର୍ଯ୍ୟ ଶୂନ୍ୟ ଶବଦ ମିଶନ୍ତେ ଦେହ ହୋଇଲା ନିର୍ମତା। ଏଣୁ ଅନାହତ ନାମ ବ୍ରହ୍ମପ୍ରାପ୍ତ ପାଶୁର ନ ଯାଇ ମନୁ। ଅଣାକାର ପାଦେ ମୁହିଁ ଅପ୍ରମାଦେ ସମର୍ପି ଅଥଇ ତନୁ। ନାମ ବ୍ରହ୍ମ ଧ୍ୟାନ ଉପାସନ ବିନୁ ନ ଜାଣଇ ମୁଇଁ ଆନ। ନାମର ସୁଦୟା ଥିବାରୁ ତା ମାୟା ଲଲାଗେ ଉଦୟ ଜ୍ଞାନ। ନାମ ବ୍ରହ୍ମଭୃତ ବର୍ତ୍ତମାନେ ଗତ, ନାମ କରୁଣାରୁ ଦୃଶ୍ୟ। ଜନ୍ମ ମୃତ୍ୟୁ ମତେ ଦୁଇ ନ ଲାଗଇ ଇଚ୍ଛାରେ ହୁଅଇ ନାଶ। ମହାପୁରୁଷ ଅଚ୍ୟୁତାନନ୍ଦ କହୁଛନ୍ତି ୟାକୁ, ଜନ୍ମ ମୃତ୍ୟୁ ଦୁଇଟା ମତେ ନ ଲାଗେ, ତେଣୁ ମୁଁ ଇଚ୍ଛାରେ ନାଶ ହୁଏ। ଜନ୍ମ ମୃତ୍ୟୁ ମତେ ଦୁଇ ନ ଲାଗଇ ଇଚ୍ଛାରେ ହୁଅଇ ନାଶ। ଏମନ୍ତ ଯେ କିଛି ଦିନରେ ସେ ଯାଇ ଏ ଦେହ ଧରନ୍ତେ ତହିଁ। କର୍ଣ୍ଣ ଗୁରୁ ରୂପେ ମୋହର ସମୀପେ ନାମ ଯୋଗେ ଯାଏ କହି। ଦାସମ ଅଚ୍ୟୁତ ନାମ ଯେ ବିଖ୍ୟାତ ନେମାଳ ଗ୍ରାମରେ ଥାଇ। ଏବେ ଶୂଦ୍ର କୂଳେ ଜନମ ଲଭିଲି ପ୍ରଭୁଙ୍କ ଆଜ୍ଞାରୁ ମୁହିଁ। ଅଣାକାର ଯିଏ ମହାପୁରୁଷ ଅଚ୍ୟୁତାନନ୍ଦ, ତେଣୁ ତାଙ୍କୁ ଯଦି ସ୍ମରଣ କରାଯାଏ କି ନୀତି ହୃଦୟରେ ରଚନା କରାଯାଏ, କୌଣସି ସେ ଲୋକର ବାଧାବିଘ୍ନ ଆସେନି ବୋଲି ମହାପୁରୁଷ ପ୍ରମାଣ କରୁଛନ୍ତି। ନାମକୁ କର ତୁ ସାର ସମ୍ପଦ, ନାମୀ ହେଲେ ନଲା ଗଇ ବିପଦ। ଅଚ୍ୟୁତ ନାମ ଥିବୁ ଯେବେ ଆଶ୍ରା କରି, ଆଜ୍ଞାରୁ କହେ ତୋତେ କଳି ଶିରି। ଉଭା ଧନ ତକ ଚୋର ହରିବେ, ପୋତା ଧନ ତକ ବାସୁକି ନେବେ। ଦିନୁ ଦିନୁ ହେବ ପାତକ ଭାରି, ଧର୍ମ ବିନୁ ହେବ ହେୟତ ଶିରି। ଆମ୍ବ ବେଲ ନିମ୍ବ ବଉଳ କଢ଼ି, କଦମ୍ବ ଫୁଟିବ ଯୋଡ଼ିକି ଯୋଡ଼ି। ବିଷମୟ ଫଳ ଫୁଲ ଧରିବ, ଦକ୍ଷିଣେ ନିର୍ଘାତ ପଡ଼ିବ ଦୁର୍ବ। ଦିବ୍ୟ ସିଂହ ଥିବ ସେହି ବେଳର, ପୃଥ୍ୱୀ ହୋଇଯିବ ଘନ ଅନ୍ଧାର। ସବୁ ପାଞ୍ଚୁ ପାଞ୍ଚୁ ସମୟ ଯିବ, ତେବେ ସେ ପଞ୍ଚମ ଦ୍ୱାର ଖୋଲିବ। ପଞ୍ଚଭୂତର ଯେ ପ୍ରଳୟ ରାଶି, ଭୂଭାରାକୁ ରାମ ଜୀବରେ ଗ୍ରାସୀ। ସେକାଳେ ମିନେ ଶନି ଥିବ ଚଳି, ନାସିବ କାଳ ହେବ ଜଳ କେଳି। ଅଚ୍ୟୁତ କହଇ ଗୁରୁ ସ୍ମରଣ, ଚନ୍ଦ୍ର କଳ୍ପରେ ମୁଁ କଲି ବଖାଣ। ତେଣୁ ଆଗାମୀ ସମୟ ଲୋକମାନଙ୍କ ପାଇଁ ଭଲ ନାହିଁ ବୋଲି ମହାପୁରୁଷ ଲେଖୁଛନ୍ତି। 2.5 ବରଷ ଘୋର ଉତ୍ପାତ, 24 ଅଙ୍କକୁ ମନ ଅନା। ଶ୍ମଶାନ ପରାଏ ଏ ଘୋର ସଂସାର ଉତ୍ଥାନ ହୋଇବ ସିନା। ତେଣୁ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ଜନ୍ମଦିବସ ଅବସରରେ ଆଗକୁ ଯେଉଁ ବାର୍ତ୍ତା ମୁଁ ଦେଉଛି, ସେ ବାର୍ତ୍ତା ଅତି ଖରାପ। ତେଣୁ ସେ ଖରାପ ବାର୍ତ୍ତାକୁ
ଉଲ୍ଲଙ୍ଘନ କରିବା ପାଇଁ ତୁମେ ମହାପୁରୁଷ ନାମକୁ ସବୁବେଳେ ହୃଦୟରେ ରଚନା କରିବା ପାଇଁ ମୁଁ ଏହା ମହାପୁରୁଷଙ୍କ ନିକଟରେ ପ୍ରାର୍ଥନା କରୁଛି।